दिव्य समाचार श्रीमा श्रीवंश घटित 247 हत्याकांड। मूल रचना श्याम कुमारी, रूपांतर ध्रुवचरण होता। बीजापुर रे वर्षा हेला। कर्णाटक राज्य रे बीजापुर गोटे स्थान। सेठाकार जने कृषक भक्त थरे श्रीरंग आश्रम परिदर्शन करने आसीथिले। से तांको निज राज्यर जने पुरातन साधक केको को जाई भेटिथिले। तांको आगर कांदी कांदी कहिले तांकर निज ग्राम बीजापुर रे टोपाए हेले वर्षा न हेबारु सेठारे मरुड़ी पड़िछि। मनीष और गोरु गाईଙ୍କ ପାଇଁ ପିଇବାର ପାଣି ଆଦୌ ମିଳୁନାହିଁ। ଯଦି ଶୀଘ୍ର ବର୍ଷା ନ ହୁଏ ଯେଉଁ କେତେକ ଜମିରେ ଫସଲ ଅଛି ତାହା ଅଳ୍ପ ଦିନ ମଧ୍ୟରେ ନଷ୍ଟ ହୋଇଯିବ। କେ ତାଙ୍କୁ ପ୍ରସ୍ତାବ ଦେଲେ ଗୋଟିଏ ପ୍ରାର୍ଥନା ଲେଖି ଶ୍ରୀମାଙ୍କ ନିକଟକୁ ପଠାଇ ଦେବା ପାଇଁ ଓ ତାହା ସହ କିଛି ନୈବେଦ୍ୟ ଦେଇ ମାଙ୍କ ନିକଟକୁ ପଠାଇ ଦେବାକୁ। ବିଚରା ଦରିଦ୍ର କୃଷକ ସେ ପ୍ରାର୍ଥନାଟିକୁ ନେଇ ତା ସହିତ ମାତ୍ର 25 ଟଙ୍କା ପ୍ରଣାମୀ ଦେଇ ଅମୃତାଙ୍କୁ ଦେଲେ। ଅମୃତା ଅନେକ ସମୟରେ ସମସ୍ତଙ୍କ ସହିତ ଥଟ୍ଟା ଟାପରା କରନ୍ତି। ସେ କହିଲେ, କଣ କହୁଛ? ମାତ୍ର 25 ଟଙ୍କା ଖର୍ଚ୍ଚରେ ତୁମେ ବର୍ଷା ପାଇବ? ମାନେ ସେ ତାଙ୍କର ଗୋଟେ ଅଭ୍ୟାସ, ସେ ସମସ୍ତଙ୍କୁ ଖୁସିରେ ହସ ମଜାକରେ ଥଟ୍ଟା ଟାପରା କରନ୍ତି। ତେଣୁ ସେ କହୁଛନ୍ତି, କଣ ତମେ 25 ଟଙ୍କାରେ ବର୍ଷା ପାଇବ? ଏହା ଆଦୌ ସମ୍ଭବପର ନୁହେଁ। କିଏ ତାଙ୍କ ସାଙ୍ଗରେ ଯାଇଥାନ୍ତି। ସେ ଅମୃତାଙ୍କୁ ଅନୁରୋଧ କରି କହିଲେ, ବିଚରା ଗରିବ କୃଷକଟି, ଫସଲ ହେଲେ ସେ ଆଉ କିଛି ପ୍ରଣାମୀ ଆଣିଦେବ। ଅମୃତା ସହସା ଥଟ୍ଟା ପରିହାସ କରି କହିଥିଲେ, 25 ଟଙ୍କାରେ ଆଦୌ ବର୍ଷା ହୋଇପାରିବ ନାହିଁ। ତାହା ତାଙ୍କୁ ସେ ବୁଝାଇ କହିଲେ, ମୁଁ ଏହା ଥଟ୍ଟା ପରିହାସରେ ତୁମକୁ କହିଥିଲି। ପ୍ରଣାମୀ ସହିତ ଶ୍ରୀମାଙ୍କର ଆଶୀର୍ବାଦ ସହିତ କିଛି ସମ୍ପର୍କ ନାହିଁ। ଅମୃତା ଏ ସମସ୍ତ କଥା ଯାଇ ଶ୍ରୀମାଙ୍କୁ କହିବାରୁ ଶ୍ରୀମା ମଧ୍ୟ ଥଟ୍ଟା ପରିହାସ କରି କହିଥିଲେ। ସିଏ ତ ତାଙ୍କୁ ବୁଝେଇ ଦେଇ କହିକି ଗଲେ, କହିଲେ ନାଇଁ ମୁଁ ଥଟ୍ଟା ପରିହାସରେ କହୁଥିଲି, ଆଉ ଆଶୀର୍ବାଦ କରିବା ସହିତ ପଇସାର କିଛି ପ୍ରଣାମୀର କିଛି ସମ୍ପର୍କ ନାହିଁ। ତାପରେ ଅମୃତା ଯାଇକିରି ଯୋଉ ଚିଠି ନେଇକି ଦେଲେ ଏବଂ ପ୍ରଣାମୀ ଦେଲେ। ତାଙ୍କୁ ସମସ୍ତ କଥା କହିଲେ। ମା ମଧ୍ୟ ହସିକି କହୁଛନ୍ତି, କଣ ହେଲା? ମାତ୍ର 25 ଟଙ୍କାରେ ଆଦୌ ବର୍ଷା ହୋଇପାରିବ ନାହିଁ। ବିଚରା କୃଷକଟି କିଛି ବୁଝିପାରୁନଥିବେ। ବିଚରା କୃଷକଟି ଶ୍ରୀମାଙ୍କୁ ଦର୍ଶନ ପୂର୍ବକ କିଛି ଦିନ ରହି ପରେ ନିଜ ଗାଁକୁ ଫେରିଗଲେ। କିନ୍ତୁ ଘରେ ପହଞ୍ଚିଲା ପରେ ହଠାତ୍ ଥଣ୍ଡା ପବନ ବହିବାକୁ ଆରମ୍ଭ କଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଖୁସି ହୋଇ ପଡିଲେ। ସେହି ଥଣ୍ଡା ଓଦାଳିଆ ପବନ କାକର ପଡିବା ଫଳରେ ସମସ୍ତଙ୍କର ଫସଲ ରକ୍ଷା ହେଲା। ବିଚରା ଭକ୍ତ ଗରିବ ଚାଷୀର ଫସଲ ଖୁବ ଭଲ ଆମଦାନୀ ହୋଇଥିଲା। ଦେଖନ୍ତୁ, ବର୍ଷା ହେଇନାହିଁ ହେଲା, ବର୍ଷା ହେଇନି, କିନ୍ତୁ ଥଣ୍ଡା ଓଦାଳିଆ ପବନ ହେଲା, କାକର ପଡିବା ଫଳରେ ଚାଷୀ ମାନଙ୍କର ଫସଲ ରକ୍ଷା ହେଲା। ଏଇଠି ଗୋଟେ କଥା ମନେ ରଖନ୍ତୁ। ଏଠି ସେଇଥିପାଇଁ କୁହାଯାଏ, ତମେ ଭଗବାନଙ୍କୁ ଯାହା ମାଗିବା କଥା ମାଗିବ, ଠିକ ଅଛି। ତୁମ ପାଇଁ ଯାହା ସବୁଠାରୁ ଶ୍ରେୟ ଭଗବାନ ତାହା ଦେବେ। ସିଏ କହିଲେ, ଆମେ ଭାବୁଛୁ ମରୁଡି ହେଇଛି, ବର୍ଷା ହେଇଗଲେ ଆମକୁ ରକ୍ଷା। ଓକେ, କିନ୍ତୁ ତାଙ୍କର ମୂଳ ଆବଶ୍ୟକତାଟା କଣ ଥିଲା ନା ଫସଲ ରକ୍ଷା ହବ। ସେ ସେଇଟା ପ୍ରାର୍ଥନା କରିଥିଲେ। ତେଣୁ ତାର ପ୍ରାର୍ଥନାର ଉତ୍ତରରେ କଣ ହେଲା ନା ବର୍ଷା ତାଙ୍କୁ ନହେଲେ ମଧ୍ୟ ତାଙ୍କ ଫସଲ ରକ୍ଷା କରାଗଲା ଏବଂ ସମସ୍ତଙ୍କ ଚାଷୀଙ୍କର ଫସଲ ଭଲ ଅମଳ ହେଲା।